ରାଧେ ରାଧେ। ଦେଖନ୍ତୁ ମୁଁ ପୁରା ରେଡ଼ି ହେଇକି ବାହାରି ଗଲି ପୂଜା ଦେଖିବାକୁ। ଏ ଡ୍ରେସ୍ଟା ମୁଁ ମଗେଇଥିଲି ମୋ ଜନ୍ମଦିନ ପାଇଁକା। ଦେଖନ୍ତୁ କି ଭାଗ୍ୟ ମୋର, ଓହ ଭାଗ୍ୟ, ପରମ ଭାଗ୍ୟ, ସବୁ ଭାଗ୍ୟ। ଜନ୍ମଦିନରେ ଡ୍ରେସ୍ ମୁଁ ପିନ୍ଧୁଛି ଦଶହରାକୁ। ଯେହେତୁ ଯେଉଁ ଟେଲର୍ ଭାଉଜଙ୍କୁ ଦେଇଥିନି ସେ ଦୀର୍ଘ 4 ମାସ ପରେ ମୋତେ ଏଇ ଦଶହରା ବେଳକୁ ଆଣିକି ଦେଉଛନ୍ତି ଡ୍ରେସ୍ଟା ଯେ ନଣନ୍ଦାଣୀ ନିଅନ୍ତୁ ପିନ୍ଧିବେ। କି ଭାଗ୍ୟ ମୋର, ଦେଖିପାରୁଥିବେ କେମିତି ଆମର ଭାଉଜମାନେ ଅଛନ୍ତି। ତ ଛାଡ଼, ମୁଁ ପୁରା ରେଡ଼ି ହେଇଗଲି। ଦେଖନ୍ତୁ ଏ ଡ୍ରେସ୍ଟା ମୁଁ ମଗେଇଥିଲି ଅନଲାଇନ୍ରୁ। ତ ଭଲ ଲାଗୁଛି ନା ନାହିଁ କହିବେ। ଡ୍ରେସ୍ ସହିତ ଚୁଡ଼ି ମ୍ୟାଚିଂ କରିକି ପିନ୍ଧିଦେଲି। ପିନ୍ଧିଦେଲା ପରେ ପୁରା ରେଡ଼ି ରୁଟା ହେଇକି ବାହାରି ଯିବି ଏଇଲାଗି ଦୁର୍ଗା ମାନେ ପୂଜା ଦେଖିବା ପାଇଁକା। ଦେଖନ୍ତୁ ରାସ୍ତାରେ ବେଶୀ ଭିଡ଼ ମୁଁ କରିପାରୁନି, ଯେହେତୁ ମୋତେ ଟିକେ ଅଡ଼ ଲାଗୁଛି। ପଛର ଲୋକ ଆଗର ଲୋକ, ପଛର ଲୋକ ଆଗର ଲୋକ, କାଳେ କିଏ କ'ଣ ଭାବିବ, ଏଇ କଥା ଭାବିକା ମୁଁ ଟିକେ ବେଶୀ ଭିଡ଼ କରିପାରିଲିନି। ତ ମୁଁ ବାହାରି ଗଲି ପୁରା। ଦେଖନ୍ତୁ କି ବର୍ଷା ବି ଆସିଲାଣି। ଯଦି ବର୍ଷା ହେଲା, ଇନ୍ଦ୍ରଦେବ ଯଦି ବର୍ଷିଲେ ତ ମୁଁ ଓଦା ହେଲି। ତ ଦେଖ ଏଇ ଫୁଲ ଗୁଡ଼ା ଯେଉଁ ଆପଣମାନେ ଦେଖୁଛନ୍ତି କେତେ ସୁନ୍ଦର ଦେଖାଯାଉନି। ଫୁଲର ନାଁ ତ ମୁଁ ଜାଣିନି, ଯଦି ଆପଣମାନେ ଜାଣିଛନ୍ତି ତ ନିହାତି କମେଣ୍ଟ କରି କହିବେ। ତ ଆଗେଇ ଚାଲିଲା ପରେ ଫାଇନାଲି ପହଞ୍ଚିଗଲି କୋଠି, ଦୁର୍ଗା ମଣ୍ଡପ ପାଖରେ। ଦେଖନ୍ତୁ ଏଇଟା ହେଉଛି ମେନ୍ ଗେଟ୍। ଆପଣମାନଙ୍କୁ ଭଲ ଲାଗୁନି? ଏଇଟା କେଉଁ ମାର୍କେଟ ଜାଣିଛନ୍ତି କି ନାହିଁ? ସୋର ମାର୍କେଟ। ସୋର କେଉଁମାନେ ସୋରରୁ ଅଛନ୍ତି ତ ମୋତେ କମେଣ୍ଟ କରି କହିବେ ନିହାତି। ତ ମୋର 100 ଫ୍ୟାମିଲି ହେଇଯାଇଛନ୍ତି। ଦେଖନ୍ତୁ କେତେ ସୁନ୍ଦର ସାଜସଜ୍ଜା ହେଇଛି, ବହୁତ ସୁନ୍ଦର ହେଇଛି। ହେଲେ କ'ଣ କରିବା, ଦୁର୍ଭାଗ୍ୟବଶତଃ ମାଆଙ୍କୁ ଟିକେ ଦର୍ଶନ କରି ହେଉନି, ବହୁତ ଭିଡ଼ ଅଛି, ବହୁତ ଭିଡ଼। ଆପଣମାନେ ଦେଖନ୍ତୁ ଦୁର୍ଗା ମାନେ ମାଆ କେଉଁଠି ଅଛନ୍ତି, ଦୁର୍ଗା ମାଆ, ମୁଁ କେଉଁଠି ଅଛି। ଖାଲି ଆଗରୁ ଟିକେ ଭିଡ଼ କରିକି ଆଣିବା କଥା, ଆଉ କ'ଣ କରିବା। ଆଉ ଭିତରକୁ ଯେହେତୁ ଯାଇ ହେଉନି, ଏଇ ତ ଆଉ ଆସିଛୁ ମାନେ ଆଉ କ'ଣ ଛାଡ଼ିକି ଯିବୁ। ନିହାତି ଗୋଟେ ଭିଡ଼ କରିକି ଯିବୁ ନା ଆଉ। ଫଟୋ ତ ଉଠେଇ ହେଲାନି କି କିଛି କରି ହେଲାନି। ତାପରେ ମୁଁ ଚାଲି, ମୋ ପୁଅର ଜନ୍ମଦିନ ଅଛି, ଫଳମୂଳ କିଛି କିଣିବା ପାଇଁକା ଗଲି ମୁଁ। ଯେହେତୁ ଏଇ ଗେଟ୍ଟା ମୋତେ ବହୁତ ସୁନ୍ଦର ଲାଗୁଛି। କାହିଁକି ନା ଏଠି ରାମ, ସୀତା, ଲକ୍ଷ୍ମଣ ଆଉ ହନୁମାନ ମାନେ ଗେଟ୍ରେ ଅଛନ୍ତି, ବହୁତ ସୁନ୍ଦର ଦେଖାହେଉଛି। ଆଉ ମୁଁ ତର ଚାଲିଲି। ଏତେ ଫଳମୂଳ ଏଠି ମାର୍କେଟଟା ଏତେ। ତା ପରଦିନ ମୋ ପୁଅର ଜନ୍ମଦିନ ଥିଲା। ମୁଁ ରେଡ଼ି ହେଇକି ବାହାରିଲି ରାଧାକୃଷ୍ଣ ମନ୍ଦିର। ଦେଖନ୍ତୁ ରାଧାକୃଷ୍ଣ ଆଉ ଜଗନ୍ନାଥ ସବୁ ଅଛନ୍ତି ଏଇଠି। ତ ସେଠି ପୂଜା କରିକି ମୋ ପୁଅ ନାଁରେ ଡ୍ରେସ୍ ପୂଜା କଲି, ତା ନାଁରେ ପୂଜା କଲି। ପୂଜା କରିକି ଆସିକି ତ ତା ପରଦିନ ଦେଖିପାରିନଥିଲି। ତା ପରଦିନ ଆସିକି ମୋ ମାଆଙ୍କୁ ଦର୍ଶନ କରିକି ପୂଜା କରିକି ଗଲି। ଜୟ ଜଗନ୍ନାଥ।